ସାଙ୍ଗମାନେ ସ୍ୱାର୍ଥ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ସେ ଭାବେ ଅନ୍ୟକୁ ତଳେ ପକାଇ ନିଜେ ଉପରକୁ ଉଠିଯିବ ବୋଲି। କିନ୍ତୁ ସେ ଏହା ଭୁଲିଯାଏ ଯେ ଅନ୍ୟ ପାଇଁ ଖୋଳା ଗାତରେ ନିଜକୁ ପ୍ରଥମେ କିମ୍ବା ପରେ ପଡ଼ିବାକୁ ହୁଏ। କାରଣ ଜୀବନରେ ଧୋକା, ଷଡ଼ଯନ୍ତ୍ର ଓ ସ୍ୱାର୍ଥ କେବେ ବି ଜିତେ ନାହିଁ। ସମୟ ସବୁଠାରୁ ନିଷ୍ଠୁର ବିଚାରପତି। ସେ ପ୍ରତ୍ୟେକ କର୍ମର ହିସାବ ସୁଧ ସହ ଫେରାଇ ଦିଏ। ଆଉ ଯିଏ କେବଳ ନିଜ ସ୍ୱାର୍ଥକୁ ଆଖି ଆଗରେ ରଖି ବଞ୍ଚିଥାଏ ସେ ଜୀବନରେ କେବେ ବି ପ୍ରକୃତ ଆତ୍ମତୃପ୍ତି ପାଇପାରିନଥାଏ। ବ୍ୟକ୍ତିଗତ ସ୍ୱାର୍ଥରେ ଅନ୍ଧ ନ ହୋଇ ଥରେ ସାମୂହିକ ସ୍ୱାର୍ଥ ପାଇଁ ଅନ୍ଧ ହୁଅନ୍ତୁ। ଦେଖିବେ ଆପଣଙ୍କୁ ପ୍ରକୃତ ଶାନ୍ତି ଆଉ ଆତ୍ମତୃପ୍ତି ମିଳିବ। ତାହା ହିଁ ହେବ ଆପଣଙ୍କ ଜୀବନର ସବୁଠୁ ବଡ଼ ସଫଳତା। ଆଉ ଅନ୍ୟକୁ ଧୋକା ଦେଇ କିମ୍ବା ବିପଦରେ ପକାଇ ଆପଣ ଯଦି ଉପରକୁ ଉଠିବାକୁ ଚାହୁଁଥାନ୍ତି ତେବେ ମନେ ରଖନ୍ତୁ ଅନ୍ୟ ଆଖିର ଲୁହରେ ଆପଣ ଧୂଳିସାତ୍ ହୋଇଯିବେ। ଆଉ ଆପଣଙ୍କର ବି ଦୁଇଟା ଆଖି ଅଛି। ସମୟ କେବେ ବି ବଦଳିପାରେ, କାହିଁକି ନା ଏଠି ମଣିଷ ବଳବାନ ନୁହେଁ, ଏଠି ସମୟ ହେଉଛି ବଳବାନ। ସେ ଆପଣଙ୍କର ପ୍ରତ୍ୟେକ କର୍ମ ଠିକ୍ ଭାବରେ ଦେଖୁଛି। ଆଉ ସଠିକ୍ ସମୟ ଆସିଲେ ତାର ସୁଧ ସହ ଆପଣ ନିଶ୍ଚିନ୍ତ ଫେରି ପାଇବେ। ତେଣୁ ସମୟ ଥାଉ ଥାଉ ନିଜକୁ ବଦଳାନ୍ତୁ। କ'ଣ ସାଙ୍ଗମାନେ, ଠିକ୍ ତ?